ନମସ୍କାର ଆଜ୍ଞା। ମୁଁ ନରେଶ ମହାନ୍ତି, ମୁଖପାତ୍ର ଓଡ଼ିଶା ଜନତା କଂଗ୍ରେସ। ଆଜ୍ଞା, ମୋହନ ବାବୁଙ୍କର ଆଉ ଗୋଟେ କାହାଣୀ ଆଜି ମୋ ପାଖରେ ଆସିକି ପହଞ୍ଚିଛି। କାହାଣୀଟି ହେଲା ଆପଣଙ୍କର ଆପଣଙ୍କର ସେ ଯୋଉ ଦିଲ୍ଲୀପ କନଷ୍ଟ୍ରକ୍ସନ ଆପଣଙ୍କର ସିଆରପି ଛକ ନିକଟସ୍ଥ ବିଗ ବଜାର କଡରେ ରିଜର୍ଭ ବ୍ୟାଙ୍କ କଲୋନୀର ଫ୍ରଣ୍ଟ ସାଇଡ୍ ମତଲବ ଏନ୍ଏଚ୍ କଡରେ ଗୋଟିଏ ଘର ଆପାର୍ଟମେଣ୍ଟ ଆଜକୁ 10 ବର୍ଷ ହେଲା କୌଣସି କାରଣବଶତଃ ସରକାରଙ୍କର ତା ଉପରେ କିଛି ପ୍ରାବଧାନ ଲାଗିଥିଲା। ତାପରେ କିଛି କମ୍ପ୍ଲେନ ଲାଗିଥିଲା। କମ୍ପ୍ଲେନ ଆଧାରରେ ସେ ଆପାର୍ଟମେଣ୍ଟଟି କୁଆଡେ ବନ୍ଦ ଥିଲା। ତାପରେ କନଷ୍ଟ୍ରକ୍ସନ ହେଇପାରୁନଥିଲା। ଅଧାଠାରୁ ଅଧିକ କନଷ୍ଟ୍ରକ୍ସନ ହେଇକି ପଡି ରହିଥିଲା। ଗୋଟେ ପଞ୍ଚତାରକା ଆପାର୍ଟମେଣ୍ଟ ହେଇଛି। ସେ ବନ୍ଦ ଥିଲା। ମୁଁ ତାକୁ ବର୍ତ୍ତମାନ ଆପଣଙ୍କୁ ଫଟୋ ମାଧ୍ୟମରେ ଦେଖେଇବି। ମୁଁ ଆଜି ସକାଳୁ ନିଜେ ନିଜେ ଯାଇକି ସେ ଭିଡିଓ ଫଟୋ କରିକି ଆଣିଛି। ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଓଡ଼ିଶାର ଭୁବନେଶ୍ୱରରେ ଥିବା ହାର୍ଟ ଅଫ ଦ ସିଟି ଆଇଆରସି ବା ନୂଆପଲ୍ଲୀ ଏରିଆରେ ଏତେ କଷ୍ଟଲି ଜମି ଉପରେ ଅବସ୍ଥାପିତ ଆପାର୍ଟମେଣ୍ଟ ହଉଛି ଆପାର୍ଟମେଣ୍ଟର କମ୍ପାନୀ ହେଲା ଦିଲ୍ଲୀପ କନଷ୍ଟ୍ରକ୍ସନ। ତାଙ୍କର ମାଲିକ ହେଲେ ଦିଲ୍ଲୀପ ଖଟେଇ। ସେ ଜଣେ ଓଡ଼ିଶାର ନାମୀ ଦାମୀ କନଷ୍ଟ୍ରକ୍ସନ କମ୍ପାନୀର ମାଲିକ ହିସାବରେ ଜାଣନ୍ତି। ଗୋଟେ ବଡ କଣ୍ଟ୍ରାକ୍ଟର ହିସାବରେ ତାଙ୍କୁ ଲୋକମାନେ ମଧ୍ୟ ଜାଣିଛନ୍ତି। କାହାକୁ ଅଛୁପା ନାହିଁ ସେ କାହାର ପ୍ରୋଜେକ୍ଟ ଥିଲା, କିଏ ତାକୁ କରିଥିଲା। ଏବଂ ସେ କନଷ୍ଟ୍ରକ୍ସନ ପ୍ରୋଜେକ୍ଟ ବା ଆପାର୍ଟମେଣ୍ଟକୁ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ତାକୁ କୁଆଡେ ବର୍ତ୍ତମାନେ କିଛି କିଣି ନେଇଛନ୍ତି। କିଣିଛନ୍ତି କେମିତି? କାହା ସାଙ୍ଗରେ ପାର୍ଟନର ହଉ ବା ଆଉ ଜଣେ ମାଲିକାନା କାହା ସାଙ୍ଗରେ ଥିବ। ଇଏ ତ ସତ୍ୟ। ନିଜ ନାଁରେ ନଥାଇପାରେ, କିନ୍ତୁ ତାଙ୍କର ସେ କଥା ଦାଣ୍ଡରେ ପଡିକି ହାଟରେ ଗଡୁଛି। ପ୍ରତ୍ୟେକ ଓଡ଼ିଶାବାସୀ ଭୁବନେଶ୍ୱରବାସୀ ଏଥିରେ ଜାଣିଛନ୍ତି। ସେ ପ୍ରୋଜେକ୍ଟକୁ କିଣିବା ଲୋକ ହେଲେ ମୋହନ ମାଝୀ। ତାଙ୍କ ସାଙ୍ଗରେ କିଏ ଯଶୱାଲ ବାବୁ, କସୱାଲ ବାବୁ, ଓସୱାଲ ବାବୁ ଥାଇପାରନ୍ତି ବା ଯାହା ଶୁଣା ଯାଉଛି ତାଙ୍କର ଗୋଟେ କାରଣ ବର୍ତ୍ତମାନ ବହୁତ ବଢିଆ ନେକ୍ସସ୍ କୁଆଡେ ସେ ଜସୱାଲ ବାବୁ କିଏ ଆସିଛନ୍ତି ବିହାରରୁ। ତାଙ୍କ ସାଙ୍ଗରେ ସବୁ ମାଇନ୍ସ ବିଜନେସ ରେ ସେୟାର ହୋଲ୍ଡର। ଭୁବନେଶ୍ୱରକୁ ଆସିଗଲେଣି କଇଁଝରରୁ ପୁଣି ଆସିକି ସେ ତାଙ୍କର ପେଟ୍ରୋଲ ଟାଙ୍କି ବୁଝୁ ବୁଝୁ ବର୍ତ୍ତମାନ ଆସିକି ପହଞ୍ଚିଲେଣି ସେ ଲୋକ କୋଉଠି ନା ଭୁବନେଶ୍ୱରରେ। ଭୁବନେଶ୍ୱରର କଷ୍ଟଲି ପ୍ରପର୍ଟିକୁ ଯୋଉ ପ୍ରପର୍ଟି ଆଗରୁ ବିଜୁ ଜନତା ଦଳ ସମୟରେ ବିଜେଡିର ମୁଣ୍ଡି ଶ୍ରେଣୀର ଲୋକମାନେ ଯୋଉମାନେ ବିଜେଡିକୁ ପରିଚାଳନା କରୁଥିଲେ ସେମାନେ କିଣୁଥିଲେ। ବର୍ତ୍ତମାନ ତାଙ୍କ ପାଳି ସରିଗଲା। ବର୍ତ୍ତମାନ ବିଜେପିର ମୋହନ ବାବୁଙ୍କର ନିଜ ଲୋକ ମୋହନ ବାବୁ ନିଜେ ସେଥିରେ ଇନଭଲଭମେଣ୍ଟ ଏବଂ ନିଜେ ସେଥିରେ ତାଙ୍କର ପୁରା ନେକ୍ସସ୍ ପଦାରେ ପଡୁଛି। କିଛି ଯଦିଓ କହୁଛନ୍ତି ନନୋରିଆ ତାଙ୍କର ଲୋକ କିନ୍ତୁ ସମସ୍ତ ଅଧିକାଂଶ ଲୋକ ଜାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ସେ ପ୍ରୋଜେକ୍ଟ। ତେଣୁ ସେ ପ୍ରୋଜେକ୍ଟକୁ ଯେହେତୁ ଆପ୍ରୁଭାଲ ବନ୍ଦ ଥିଲା ବିଡିଏ ର, ତ ହଠାତ୍ ବିଡିଏ ଆପ୍ରୁଭାଲ କୁ ଇଏ ବାବୁଙ୍କ ନାଁକୁ କେମିତି ଆସିଗଲା? ବିଡିଏ ଆପ୍ରୁଭାଲ ଯୋଉଠି ବନ୍ଦ ହେଇକି କନଷ୍ଟ୍ରକ୍ସନ ଓଡିଶାରେ ବହୁତ ଜାଗାରେ ଭୁବନେଶ୍ୱର ଆପଣ ଦେଖିଥିବେ 25 ବର୍ଷ 30 ବର୍ଷ 40 ବର୍ଷ ହେଲା ବହୁତ ପ୍ରୋଜେକ୍ଟ ବନ୍ଦ ହେଇକି ଅଛି। ସେ ହେଇପାରୁନି। ବିଡିଏ ଆପ୍ରୁଭାଲ ନ ମିଳିଲେ ଆପଣ କରିପାରିବେ ନାହିଁ ବିଲ୍ଡିଂ। କିନ୍ତୁ ଏ ବାବୁଙ୍କର କେମିତି ମିଳିଗଲା? ଖଟେଇ ବାବୁଙ୍କ ଠାରୁ ଆଣିଲା ପରେ ଇଏ ନେଇଗଲା ପରେ ଆପ୍ରୁଭାଲ ବି ହେଇଗଲା, ନିଜ ନାଁରେ ବି ଜମି ହେଇଗଲା। ଆକୁ ଏଇ ଜିନିଷକୁ ଯୋଉ ଲୋକ ବାରମ୍ବାର ମୋହନ ବାବୁ କହୁଥିଲେ ଯେ ମୁଁ ଗୋଟେ ଗରିବ ଲୋକ, ମୁଁ କୁଆଡେ ହଳ କରେ, ହିଡରେ ପଖାଳ ଖାଏ। ଖରା ଦିନେ ହଳ କରନ୍ତି। ସେ ନିଜେ ତାଙ୍କ ଭିଡିଓରେ ବା ଗୋଟେ କାର୍ଯ୍ୟକ୍ରମରେ ମିଟିଂରେ ସେ କହିଥିଲେ ମୁଁ ନିଜେ ହଳ କରେ ଏବଂ ପଗଡି ବନ୍ଧା ଫଟୋ ବି ଆସିଥିଲା। ଅକ୍ଷୟ ତୃତୀୟାରେ ହଳ କରନ୍ତି ଆଉ ଯେତେବେଳେ ଖାଦ୍ୟଟା ମୁଁ ସକାଳୁ ନେଇକି ଯାଇଥାନ୍ତି ମାନେ କଂସା ହାଣ୍ଡିରେ କୋଉଠି ନା ହିଡ ପାଖକୁ, ବିଲର ହିଡରେ କେଉଁଝରରେ ସେ ଖାଆନ୍ତି ପଖାଳ ବସିକି। ତ ହଳ କରିକି ଯୋଉ ଲୋକ ପଖାଳ ଖାଏ ସେ ଲୋକ ଆଜି ଭୁବନେଶ୍ୱରରେ କେତେବେଳେ 25 ଲକ୍ଷର ଘଣ୍ଟା ପିନ୍ଧୁଛନ୍ତି, କେତେବେଳେ 2 ଲକ୍ଷର 2.5 ଲକ୍ଷର ଜୋତା ପିନ୍ଧୁଛନ୍ତି, ଆଉ କେତେବେଳେ ଘର ଦ୍ୱାର ଦିଲ୍ଲୀରେ କିଣୁଛନ୍ତି। ପୁଣି ଆସିଗଲାଣି ବର୍ତ୍ତମାନ ଦିଲ୍ଲୀପ ଖଟେଇଙ୍କ ଠାରୁ ଦିଲ୍ଲୀପ କନଷ୍ଟ୍ରକ୍ସନ ପ୍ରୋଜେକ୍ଟକୁ ନେଇଯିବେ ହାତେଇବା। ଏ କଥା ଓଡ଼ିଶାବାସୀଙ୍କର ବିଚାର କରିବାର ଅଛି। ଆ ଉପରେ ଯୋଉମାନେ ବୁଦ୍ଧିଜୀବୀ ଅଛନ୍ତି ପ୍ରଶ୍ନ ପଚାରିବାର ଅଛି, ସେ ମଧ୍ୟ ଉତ୍ତର ଦବାର ଅଛି। କାରଣ ଆଉ ବେଶୀ ଦିନ ଆପଣ ଖାଆନ୍ତୁନି। ମାଛ ଖାଇଲେ ବହୁତ, କଙ୍କଡା ଖାଇଲେ ବହୁତ, ଆପଣ ଚିଙ୍ଗୁଡି ବହୁତ ଖାଇଲେ, ଚିଙ୍ଗୁଡି ପଇସା ବି କମିଶନ ବି ବହୁତ ଖାଇଲେ, ଏ କଥା ବହୁତ ଜଲ୍ଦି ଫର୍ଦ୍ଦାଫାଶ ହବ। ଆପଣ ମଧ୍ୟ ଆପଣ ଗାଦିରେ ବସିବା ପାଇଁ ମଧ୍ୟ ଟଳମଳ ହବ ପରିସ୍ଥିତି ଏଭଳିଆ ଯୋଉ ଭଳିଆ ହେଲାଣି।
ତେଣୁ ଆପଣ ଆଉ ବେଶୀ ଖାଆନ୍ତୁନି କି ବେଶୀ ପିଅନ୍ତୁନି କି ବେଶୀ ଆଉ ଆରାମ ଅଇଶ କରନ୍ତୁନି ବିଦେଶ ଯାଇକି ଖରା ଛୁଟି କାଟିବା ପାଇଁ। ଏଥିରୁ ନିବୃତ୍ତ ରୁହନ୍ତୁ। ନହେଲେ ବହୁତ ବଡ ଆନ୍ଦୋଳନ ଓଡିଶାରେ ଉପୁଜିବାକୁ ଯାଉଛି। ଆପଣଙ୍କୁ ମଧ୍ୟ ସେଇ ଜାଗାରେ ବସିବାର ଆଉ ବସେଇ ଦେବେନି ଲୋକମାନେ। ଓଡିଶାର ସାଧାରଣ ଲୋକ ଯୋଉମାନଙ୍କର ଅ, ମ- ମ- ଆପଣ ଟ୍ୟାକ୍ସରେ ବା ଟିକସରେ ଆପଣ ଏଠି ଯୋଉ ଏତେ ବଡ ଦାୟିତ୍ୱ ନେଇଛନ୍ତି, ଆଉ ସେ ଦାୟିତ୍ୱ ନବାର ଆପଣ ଅ, ଅଧିକାର ଟିକେ ବି ନାହିଁ। ଆପଣ ସେଥିରୁ ଓହରି ଯାଆନ୍ତୁ। ଅଦରୱାଇଜ ଆପଣଙ୍କୁ ଲୋକ ସମସ୍ତେ ପ୍ରଶ୍ନ ପଚାରିବେ। ମୁଁ ଯେମିତି ଗୋଟେ ସଚେତନ ନାଗରିକ ହିସାବରେ ଆପଣଙ୍କୁ ଏ କଥା ଡେଲି ପଚାରୁଛି, ଆପଣଙ୍କୁ ଅନ୍ୟମାନେ ମଧ୍ୟ ପଚାରିବା ପାଇଁ ଆଗେ ଆସିବେ। ନମସ୍କାର।